ଯାଜପୁର ରୋଡ ଡାକବଙ୍ଗଳା ଛକରେ ଦେଖିବାକୁ ମିଳିଲା ଏକ ବିରଳ ଦୃଶ୍ୟ। 22ଟି ସାପ ଛୁଆ ଜନ୍ମ କଲା ଲାଉଡଙ୍କିଆ ସାପ। ଯାଜପୁର ରୋଡ ଡାକବଙ୍ଗଳା ଛକରେ ଥିବା ରେଲୱେ କଲୋନୀରେ ଏକ ସଜନା ଗଛରେ ଏକ ଲାଉଡଙ୍କିଆ ସାପ ଚଢ଼ିଥିଲା। ସ୍ଥାନୀୟ ଲୋକେ ସାପକୁ ଦେଖି ଉଦ୍ଧାର କରିବା ପାଇଁ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକଙ୍କୁ ଡାକିଥିଲେ। ମଣିଭଦ୍ର ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଗଛରୁ ଉଦ୍ଧାର କରି ବ୍ୟାଗରେ ଭର୍ତ୍ତି କଲା ବେଳେ ସେ ଏକ ଛୁଆକୁ ଜନ୍ମ ଦେଇଥିଲା। ଆଶ୍ଚର୍ଯ୍ୟ ହୋଇ ମଣିଭଦ୍ର ସାପଟିକୁ ପାଖରେ ଥିବା ଏକ ଫୁଲ କୁଣ୍ଡରେ ଥିବା ଗଛରେ ଛାଡ଼ିଦେଲେ। ସାପଟି ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ କରିବାରେ ଲାଗିଥିଲା। ମଣିଭଦ୍ର ସ୍ନେକ୍ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଭିଡିଓ କଲ୍ କରି ଘଟଣା ବିଷୟରେ ଅବଗତ କରି ପରାମର୍ଶ ମାଗିଥିଲେ। ଶୁଭେନ୍ଦୁ ତାଙ୍କୁ ସାପଟି ସବୁ ଛୁଆ ଜନ୍ମ କରିବା ପର୍ଯ୍ୟନ୍ତ ସେହି ସ୍ଥାନରେ ଅପେକ୍ଷା କରିବା ପାଇଁ କହିଥିଲେ। ମଣିଭଦ୍ର ସେହି ସ୍ଥାନରେ ସାପ ଛୁଆ ଜନ୍ମ କରିବାର ଫଟୋ ଓ ଭିଡିଓ ସୁଟିଂ କରିବା ସହିତ ସବୁ ଛୁଆ ଜନ୍ମ ହେବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ। ଲୋକମାନଙ୍କୁ ମଧ୍ୟ ସାପ ପାଖକୁ ଛଡ଼ାଯାଇନଥିଲା। ମଣିଭଦ୍ରଙ୍କୁ ସହାୟତା କରିବା ପାଇଁ ସ୍ନେକ୍ ହେଲ୍ପଲାଇନର ସଂଯୋଜକ ମାନସ ରଞ୍ଜନ ମହାନ୍ତି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାୟ 1.5 ଘଣ୍ଟା ପରେ ସାପ 22ଟି ଛୁଆ ଜନ୍ମ କରିବା ପରେ ତାର ପେଟରେ ଆଉ ଫୁଲା ନଥିବା ଦେଖିବାକୁ ପାଇଥିଲେ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନେ। ଏହାପରେ ସାପଟିକୁ ଉଦ୍ଧାର କରାଯାଇଥିଲା। ମା ସାପର ଲମ୍ବ 5 ଫୁଟ 2 ଇଞ୍ଚ ହୋଇଥିବା ବେଳେ ଛୁଆମାନଙ୍କର ହାରାହାରି ଲମ୍ବ 7 ଇଞ୍ଚ ହୋଇଥିଲା ବୋଲି ମାନସ ପ୍ରକାଶ କରିଛନ୍ତି। ତେବେ 22 ଛୁଆଙ୍କ ଭିତରୁ 6ଟି ଛୁଆ ଅଜଣା କାରଣରୁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ବାକି 16ଟି ସୁସ୍ଥ ଛୁଆ ଏବଂ ମା ଲାଉଡଙ୍କିଆ ସାପକୁ ଏକତ୍ର ନିକଟରେ ଥିବା ବାରଙ୍ଗ ଜଙ୍ଗଲରେ ଛାଡ଼ି ଦିଆଯାଇଛି। ମଣିଭଦ୍ର କହିଛନ୍ତି, ମୋ ଜୀବନରେ ସାପ ଜନ୍ମ କରିବା ଦେଖିବା ଘଟଣା ପ୍ରଥମ। ମୁଁ ଆଶା କରିବି ବାରଙ୍ଗ ଜଙ୍ଗଲରେ 16ଟି ଛୁଆ ଏବଂ ମା ଆରାମରେ ବଞ୍ଚିପାରିବେ। ଯାଜପୁରରୁ ଅବିନାଶ ମିଶ୍ରଙ୍କ ରିପୋର୍ଟ, ବିଶ୍ୱବାଣୀ ଲାଇଭ୍।